আজি হচ্ছে সুভদ্রা যোজনার কেতে লোকর মুহুনে হস ফুটবা আর কেতে লোক আজ সুভদ্রা যোজনা লাগি কান্দবে কাঁ যে সরকার হেভলিয়া কাম বি করুছন হইরাণ হচ্ছন আমার প্রত্যেক মা মানে যেন মানে আবেদন করছন কিয়ে তো বদনি বি করছে যে মা সমলেশ্বরী মা পাখে বদনি করছি ভাল মিলিযা আর হেন্তা যোজনা বি এটা কিয়ে কৌছে জগন্নাথ ভগবান পাখে মুই মানসিক কলে ভাল মুখে মিলবা কিয়ে কৌছে মাଣିକେশ্বରୀ মা পাখে ମାନସିକ କଲେ ମିଳିବାକେ ବୋଲି ତ ଆଜ୍ଞା ଦେଖନ୍ ଆର୍ ଆପଣମାନଙ୍କର ଯେନ୍ ବହୁତ ସାରା ଆମେ ଯେତେବେଳେ ସକାଳେ ଭିଡ଼ିଓ ଅପଲୋଡ଼ କରୁ ସେନେ ଆପଣ କହିଲେ ଯେ ଆମର ଅଣ୍ଡର ପ୍ରୋସେସିଂ କାଁଥି ଲାଗି ରହିଛେ আর কেନ୍তা করে তার সমস্যার সমাধান করসন সম্পূর্ণ ডিটেলটা মুই আপনাকে বতাবি তো সেতিলাই আপন মানে বিনা স্কিপ করে দেখুন আজ্ঞা আজু বাজু ভিডিও মানে দেখুছন আপন কিছু বুঝি নাই পারবা জানি নাই পারবা শিখি নাই পারবা তো যেন কথাটা আমি কইসু আপনি জানিছন বারম্বার আমি সুভদ্রা টপিকরে ভিডিও নেই বনু যেন দিনে তার সুভদ্রা টপিক অছি বলে আজ আমি বনাউছু না হলে এই ভিডিও বনাবার মতলব নেই না ଆଜ୍ଞା ସାର୍ ଆପଣଙ୍କର ଆଜି ଥାର୍ଡ ଇନଷ୍ଟଲମେଣ୍ଟ ଆସିବାର ଅଛି ଗଭର୍ଣ୍ଣମେଣ୍ଟ ତରଫରୁ। ହୁଁ ତ କେତେଟା ଭିତରେ ପଇସା ଆସିବ ମ୍ୟାଡ଼ାମ୍? ସେମିତି କିଛି ଟାଇମିଂ କୁହାଯାଇନି ସାର୍ ଗଭର୍ଣ୍ଣମେଣ୍ଟ ତରଫରୁ। ଆଚ୍ଛା ମ୍ୟାଡ଼ାମ୍ ଏଇଟା କେନ୍ ମାନେ ପାଇପାରିବେ ସୁଭଦ୍ରା ପଇସା ଏଥର? ଆଜ୍ଞା ଆପଣ ପଶ୍ଚିମ ଓଡ଼ିଶା ଭାଷା ବୁଝିପାରିବେ ନା ମୁଁ ସାହିତ୍ୟ ଭାଷା କହିବି ଆପଣଙ୍କୁ? ନର୍ମାଲି ଓଡ଼ିଆରେ କୁହନ୍ତୁ ସାର୍। ହଁ ଦେଖନ୍ତୁ ଆଜି ଆଜି ସୁଭଦ୍ରା ଯୋଜନା କେଉଁମାନେ ପାଇପାରିବେ? ଯେଉଁମାନେ ଏଲିଜିବୁଲ୍ ଥିବେ ପାଇପାରିବେ। ଏଲିଜିବୁଲ୍ ମାନେ ଦେଖନ୍ତୁ ମ୍ୟାଡ଼ାମ୍ ଯେଉଁମାନଙ୍କର ରିଜେକ୍ଟ ହୋଇଯାଇଛି ସେମାନେ ବି ଏବେ କମ୍ପ୍ଲେନ୍ କରୁଛନ୍ତି ଆଉ ସେମାନଙ୍କୁ ମିଳିବ କି ନାହିଁ ଏବେ ଯେଉଁମାନେ କମ୍ପ୍ଲେନ୍ କରୁଛନ୍ତି ତାଙ୍କର ପ୍ରୋସେସିଂ ଲେଖୁଛି ଏବେ। ଯେଉଁମାନେ କମ୍ପ୍ଲେନ୍ କରିଛନ୍ତି ସାର୍ ହଁ ଯଦି ସେମାନଙ୍କର ଆଜ୍ଞା କମ୍ପ୍ଲେନ୍ଟି ଗଭର୍ଣ୍ଣମେଣ୍ଟ ତରଫରୁ କୌଣସି ପ୍ରକାର ଭେରିଫିକେସନ୍ ହେଇକି ଯଦି ଆପ୍ରୁଭ୍ ହେଇଯାଉଛି ତାହେଲେ ସେମାନେ ସୁବିଧାଟି ପାଇପାରିବେ। ବୁଝିଲେ? ଆଜ୍ଞା ନା ଯେତେବେଳେ ଆଜ୍ଞା ଦେଖନ୍ତୁ ଆମେ ମୋର ଯେହେତୁ CSC ସେଣ୍ଟର ଅଛି ତେଣୁକରି ମୁଁ ଏସବୁ ପଚାରୁଛି କାହିଁକି ନା ଆମ ପାଖରେ ମ୍ୟାଡ଼ାମ୍ ଦେଖନ୍ତୁ ଆପଣ ବିଶ୍ୱାସ କରିବେନି ବାରମ୍ବାର ଲୋକେ ଏଇ ସୁବିଧା ପାଇଁ ବାରମ୍ବାର ଆସୁଛନ୍ତି। ଆଜ୍ଞା ସାର୍ ନିଶ୍ଚିତ ସାର୍ ଆପଣଙ୍କ ଅସୁବିଧାଟି ବୁଝୁଛୁ ଆମେ ସାର୍ ଯେହେତୁ ଏତେ ସାର୍ ଆପ୍ଲିକାଣ୍ଟ ଆପ୍ଲାଏ କରିଛନ୍ତି ସମସ୍ତଙ୍କର ଅସୁବିଧା ହେଉଥିବ ସାର୍। ଆପଣ ଆଉ କିଛି ଜାଣିବା ପାଇଁ ଚାହୁଁଛନ୍ତି? ହଁ ମ୍ୟାଡ଼ାମ୍ ଆଉ ଦେଖନ୍ତୁ ଯେଉଁମାନଙ୍କର ଏବେ ଗତକାଲି ପେଣ୍ଡିଂ ଥିଲା ଆଉ ଆଜି ତାଙ୍କର ଆପ୍ରୁଭ୍ ହେଇଯାଇଛି ତାଙ୍କୁ ଏଥର ମିଳିପାରିବ କି? ଆଜ୍ଞା ସାର୍ ଆପ୍ରୁଭ୍ ବର୍ତ୍ତମାନ ଦେଖାଉଛି କିନ୍ତୁ ସେମିତି କିଛି ମାନେ ପର୍ଟିକୁଲାରଲି ଆମେ ଆପଣଙ୍କୁ ଜଣାଇ ପାରୁନୁ କି ଆପଣଙ୍କର ଆସିବ କି ମାନେ ପର୍ଟିକୁଲାରଲି ଆପଣଙ୍କର ନିଶ୍ଚିତ ଆସିବ ଏମିତି କୁହାଯାଇ ପାରିବନି ଆଜ୍ଞା। ଯଦି କୌଣସି ପ୍ରକାରର ମଧ୍ୟ ଅସୁବିଧା କାରଣରୁ ଯଦି ମାନେ କୌଣସି ପ୍ରକାର ଅସୁବିଧା ହେଉଛି ତାହେଲେ ଆମ ସହିତ ଯୋଗାଯୋଗରେ ରୁହନ୍ତୁ ଆମେ ଆପଣଙ୍କୁ ମାନେ ଇନଫର୍ମେସନ୍ଟି ଜଣାଇ ପାରିବୁ। ଆଚ୍ଛା ଦେଖନ୍ତୁ ଆଉ ଗୋଟେ ବି ଅଛି ମ୍ୟାଡ଼ାମ୍ ଦେଖନ୍ତୁ ଆଗରୁ ଯେଉଁଟା ମାନେ କି ଗଲା ପ୍ରଥମରୁ ଯେଉଁମାନେ ଆବେଦନ କରିଥିଲେ ଗଲା ମାସ ଆମର ଯେଉଁଦିନ ସୁଭଦ୍ରା ଯୋଜନା ଆବେଦନ ହୋଇଥିଲା ଆଜ୍ଞା ସେଇ ଦିନଠୁ ସେମାନେ ଆବେଦନ କରୁଛୁ ଆମେ ତ ଆଜ୍ଞା ତଥାପି ତାଙ୍କର ସେମ୍ ଖାଲି ଅଣ୍ଡର ପ୍ରୋସେସିଂ ଅଛି ଏବେ ତ ଅଣ୍ଡର ପ୍ରୋସେସିଂ ବାଲାକୁ କ'ଣ ହେବ ଏମାନଙ୍କର କିଛି କମ୍ପ୍ଲେନ୍ କରାଯିବ ନା ଏମାନଙ୍କୁ ଏଇଥର ମିଳିଯିବ? ନାଇଁ ସାର୍ ଅଣ୍ଡର ପ୍ରୋସେସରେ ଯଦି ଅଛି କମ୍ପ୍ଲେନ୍ କରିବା କୌଣସି ପ୍ରକାର ମଧ୍ୟ ଆବଶ୍ୟକ ନାହିଁ ସାର୍ ବୁଝିଲେ? ତ ତ ସେମାନଙ୍କୁ ଆଜି ମିଳିପାରିବ କି ମ୍ୟାଡ଼ାମ୍ ଆପଣଙ୍କ ମତରେ? ନାଇଁ ସାର୍ ସେମିତି ତ କିଛି ପର୍ଟିକୁଲାର କହିହେବ ନାହିଁ ସାର୍ ଯଦି ଆପଣଙ୍କର ଯେଉଁମାନଙ୍କର ଅଣ୍ଡର ପ୍ରୋସେସ୍ ଅଛି ଯଦି ସେମାନଙ୍କର ଆଜ୍ଞା ଡକ୍ୟୁମେଣ୍ଟ ସବୁ ଠିକ୍ ଠାକ୍ ରହୁଥାଏ ଏବଂ ଏଲିଜିବୁଲ୍ ରହୁଥାନ୍ତି ଗଭର୍ଣ୍ଣମେଣ୍ଟ ତରଫରୁ ତାପରେ ତାଙ୍କର ଗଭର୍ଣ୍ଣମେଣ୍ଟ ତରଫରୁ ଆପ୍ରୁଭାଲ୍ ହେଇସାରିଲା ପରେ ସେମାନେ ସୁବିଧାଟି ପାଇପାରିବେ ବୁଝିଲେ? ଆଜ୍ଞା ଆଉ ଗୋଟେ ମୋର ପ୍ରଶ୍ନ ରହିଲା ଆପଣ ଯେଉଁ କହିଲେ ଏବେ ଅଣ୍ଡର ପ୍ରୋସେସିଂ ଯେଉଁ ରହୁଛି ତ କ'ଣ ପାଇଁ ସେ ଅଣ୍ଡର ପ୍ରୋସେସିଂ ରଖାଯାଉଛି ସେଇଟା? କୌଣସି ପ୍ରକାର ଡକ୍ୟୁମେଣ୍ଟ ତ୍ରୁଟି ପାଇଁ ଯଦି ଆପଣଙ୍କର ମାନେ ଡକ୍ୟୁମେଣ୍ଟ ରିଲେଟେଡ୍ ଯଦି କିଛି ପ୍ରୋବ୍ଲେମ୍ ହେଉଥିବ ତାହେଲେ ସେମାନଙ୍କର ଅଣ୍ଡର ପ୍ରୋସେସ୍ରେ ରହୁଥିବ ସାର୍ ବୁଝିଲେ କାହିଁକି ନା ଏଇଟା ଯେହେତୁ ଆପଣଙ୍କର ଗୋଟେ ଷ୍ଟେପ୍ ବାଇ ଷ୍ଟେପ୍ ପ୍ରୋସିଡିଓର ଏଇଟା ଫେଜ୍ ୱାଇଜ୍ ଦିଆଯାଉଛି କିସ୍ତିଟି ବୁଝିଲେ? ନା ମୁଁ ତ ଜାଣିପାରୁଛି ହେଲେ ଦେଖନ୍ତୁ ମ୍ୟାଡ଼ାମ୍ ମୁଁ ଯେଉଁମାନଙ୍କର ଆବେଦନ ଅଛି ତାଙ୍କର ଅଦର ଲୋକ ମୋ ନିଜ ମା କଥା କହୁଛି ତାଙ୍କର ଅଣ୍ଡର ପ୍ରୋସେସିଂ ଲେଖୁଛି ମୁଁ ଯେଉଁ ଦିନ ଆବେଦନ କରିଥିଲି ତାଙ୍କର ମୋର ଯେହେତୁ CSC ସେଣ୍ଟର ଅଛି ମୁଁ ସବୁ ଜାଣିଛି ମାନେ ଯେଉଁ କେଉଁ କାମଟା କଲେ ଠିକ୍ ହେବ କେଉଁ କାମଟା ଠିକ୍ ହେବ ନାହିଁ ସବୁ ଠିକ୍ ଥାଇକି ବି ଅଣ୍ଡର ପ୍ରୋସେସିଂ ଲେଖୁଛି ମ୍ୟାଡ଼ାମ୍ ମାନେ ମୁଁ ଯାହା କହିବା କଥା ହେଲା ଏଇ ପୋର୍ଟାଲଟା ତାର ଠିକ୍ ଠାକ୍ ନାହିଁ। ଆଜ୍ଞା ସାର୍ ମାନେ ଆପଣ ଯେଉଁ ସୁଭଦ୍ରା ପୋର୍ଟାଲ ଚାଲିଛି ଏଇ ପୋର୍ଟାଲରେ ତାର ସଠିକ୍ ତଥ୍ୟ ଏଥିରେ ଲୋକଙ୍କୁ ମିଳିପାରୁନାହିଁ ଯେମିତିକି କହିଲେ ଅଣ୍ଡର ପ୍ରୋସେସିଂ ଆପଣ କହିଲେ କିଛି ଡକ୍ୟୁମେଣ୍ଟ ତ୍ରୁଟି ଥିବ କିନ୍ତୁ ଡକ୍ୟୁମେଣ୍ଟଟା କୌଣସି ତ୍ରୁଟି ନାହିଁ ମ୍ୟାଡ଼ାମ୍ ଯେଉଁମାନଙ୍କର ତ୍ରୁଟି ଅଛି ତାଙ୍କର ତ ଠିକ୍ ଅଛି କିନ୍ତୁ ଯେଉଁମାନେ ତ୍ରୁଟି ନଥାଇକି ବି ଅଣ୍ଡର ପ୍ରୋସେସିଂରେ ରଖିଦେଇଛି। ଆଜ୍ଞା ସାର୍ କ୍ଷମା ଚାହୁଁଛି ସାର୍ ଆପଣଙ୍କ ଅସୁବିଧାଟି ବୁଝୁଛୁ ସାର୍ ବଟ୍ ଆପଣଙ୍କର ଯାହାଟି ବି ଆଜ୍ଞା ଶୋ କରୁଛି ଆମେ ଆପଣଙ୍କୁ ସେଟା ହିଁ ଜଣାଉଛୁ। ତ ସାର୍ ଯଦି ବି କିଛି ଡକ୍ୟୁମେଣ୍ଟରେ ତ୍ରୁଟି ରହୁନି ତାହେଲେ ବ୍ୟସ୍ତ ହେବାର ନାହିଁ ଆପଣ ସୁବିଧାଟି ପାଇପାରିବେ ଯଦି ଆପଣ ଯୋଗ୍ୟ ହିତାଧିକାରୀ ହେଉଛନ୍ତି ଗଭର୍ଣ୍ଣମେଣ୍ଟ ତରଫରୁ ତାହେଲେ ଆପଣ ସୁବିଧାଟି ପାଇପାରିବେ ସାର୍ ଅଣ୍ଡର ପ୍ରୋସେସ୍ରେ ରହିଲେ ମଧ୍ୟ କୌଣସି ଅସୁବିଧା ନାହିଁ ବୁଝିଲେ ସାର୍? ମାନେ ଯେଉଁମାନେ ଅଣ୍ଡର ପ୍ରୋସେସ୍ ଅଛନ୍ତି ସେମାନଙ୍କୁ କୌଣସି ଚିନ୍ତା କରିବା ଆବଶ୍ୟକ ନାହିଁ ଏଇ ଜାଗାରେ।
ଆଜ୍ଞା ସେଥିରେ କୌଣସି ପ୍ରକାର ମଧ୍ୟ ଅସୁବିଧା ହେବ ନାହିଁ। ଆଚ୍ଛା ମ୍ୟାଡ଼ାମ୍ ଆଜି ଏଇଥର ଯଦି ମନେ କରାଯାଉ ଏଇଥର ଭୁଲରେ ବି ଯେଉଁମାନଙ୍କୁ ପାଇବେନି ପଇସାଟା ମାନେ ସେଥର ଆଉ ଥରକୁ ସେମାନେ ପାଇବେ କି? ଆଜ୍ଞା ଯଦି ସେମାନେ ଏଲିଜିବୁଲ୍ ରହୁଥିବେ ତାହେଲେ ପାଇପାରିବେ। ମୋର କହିବା କଥା ହେଲା ମ୍ୟାଡ଼ାମ୍ ଦେଖନ୍ତୁ ଏବେ ଯେଉଁମାନେ ପାଇପାରିଲେ ନାହିଁ ତାଙ୍କର ସବୁ ଠିକ୍ ଠାକ୍ ଥାଇକି ବି କାହିଁକିନା ଗଲା ତ ଆମେ ଯେତେବେଳେ ସୁଭଦ୍ରା ଆପ୍ଲାଏ କରିଥିଲୁ ସେ ଦିନରୁ ଲୋକ ପାଇନାହାନ୍ତି ସବୁ ତାଙ୍କ ଡକୁମେଣ୍ଟ ଠିକ୍ ଥାଇକି ବି ମାନେ ଏଇଥର ବି ମନେ କରାଯାଉ ଯୋଉ 3 ନମ୍ବର ଫେଜ୍ଟା ଚାଲିଛି ଏଇ ସମୟରେ ଯଦି କଷ୍ଟମରକୁ ପଇସା ଯଦି ନ ଆସିବ ତେବେ ତାହେଲେ ନେକ୍ସଟ ଇନଷ୍ଟଲମେଣ୍ଟରେ ସେମାନେ ପାଇପାରିବେ କି ନାହିଁ? ଆଜ୍ଞା ସାର୍ ସେମାନଙ୍କର ଯଦି ଡକ୍ୟୁମେଣ୍ଟ ଠିକ୍ ଠାକ୍ ରହୁଛି ଏବଂ ଏଲିଜିବୁଲ୍ ରହୁଛନ୍ତି ପାଇପାରିବେ ସୁବିଧାଟି ଯେକୌଣସି ଫେଜ୍ରେ ହେଲେ ବି ସେମାନେ ପାଇପାରିବେ ଆଜ୍ଞା। ମାନେ ମନେ କରାଯାଉ ଏବେ ଧର ଏଥର ବି ପାଇଲେନି ନେକ୍ସଟ ଟାଇମ୍ ଯେତେବେଳେ ଆମର 2 ନମ୍ବର ଇନଷ୍ଟଲମେଣ୍ଟ ପଡ଼ିଯିବ ସେ ଟାଇମ୍ରେ ଏକାଥରକେ 10,000 ପାଇବେ ନା ଖାଲି ଏମିତି ସିଙ୍ଗଲ ଖାଲି ପାଇବେ ସେମାନେ? ନାଇଁ ସାର୍ ସେ ବାବଦରେ ଏପର୍ଯ୍ୟନ୍ତ କୌଣସି ପ୍ରକାର ମଧ୍ୟ ଅପଡେଟ୍ ଆସିନାହିଁ ଆଜ୍ଞା। ଆଜ୍ଞା ତ ବ୍ୟସ୍ତ ହୁଅନ୍ତୁ ନାହିଁ ସାର୍ ଯଦି ଆପଣ ଏଲିଜିବୁଲ୍ ରହୁଥିଲେ ଯୋଉ ବି ଫେଜ୍ରେ ଆପଣଙ୍କର ଆପ୍ରୁଭ୍ ହେଇଗଲା ଗଭର୍ଣ୍ଣମେଣ୍ଟ ତରଫରୁ ତ ଆପଣ ସେ ଫେଜ୍ରେ ପାଇପାରିବେ ସୁବିଧାଟି ସାର୍ ବୁଝିଲେ। ଆଜ୍ଞା ତ ମ୍ୟାଡ଼ାମ୍ ଆଉ ଗୋଟେ ମୋର ପ୍ରଶ୍ନ ରହୁଛି ଦେଖନ୍ତୁ ଆପଣ ଯେଉଁ କହିଲେ ଲୋକଙ୍କୁ ଏଇ ଯେଉଁ ଆପଣ ଯେଉଁ ଏନ୍ସାର୍ ଦେଉଛନ୍ତି ଏଇ ଏନ୍ସାର୍ରେ କୌଣସି ଲୋକ ସାର୍ଟିଫାଇଡ୍ ହୋଇପାରୁନାହାନ୍ତି କାହିଁକି ନା ଆପଣ ଯେହେତୁ କଷ୍ଟମର କେୟାର ଅଛନ୍ତି ଆପଣଙ୍କୁ ପ୍ରପରଲି ଅଧିକା ଟିକେ ନଲେଜ ଦେବା କଥା ଓଡ଼ିଶା ଗଭର୍ଣ୍ଣମେଣ୍ଟ ମୋ ମତରେ ଆପଣଙ୍କୁ କହୁଛି ଆଜ୍ଞା କାହିଁକି ନା ଆପଣ ଯେଉଁ କହିଲେ ଗୋଟେ ଡକୁମେଣ୍ଟ ତ୍ରୁଟି ଥିବ ଏଇ ଥିବ ମାନେ ଆପଣଙ୍କ ପାଖରେ ଗୋଟେ ଅପସନ୍ ଦେବା କଥା ଯେମିତିକି ଆପଣ ତାଙ୍କ ଡିଟେଲ୍ ଦେଖିପାରିବେ ଯେମିତି ଗୋଟେ ଆମର ସିନିୟର ଅଫିସର ଯିଏ ରହୁଛନ୍ତି ଆମ PM କିଷାନ ହଉ କି CM କିଷାନ ଯାହା ବି ହଉ ତାଙ୍କୁ ଆମେ ଆଧାର ନମ୍ବର କହିଦେଲା ପରେ ସେମାନେ ଦେଖିପାରନ୍ତି ଯେ ତାଙ୍କ ଡକୁମେଣ୍ଟ ଏଇ କାରଣ ଅଛି ଏଇଠି ଅଛି କେବଳ ଆପଣଙ୍କୁ ଯେତେବେଳେ ଆମେ କଲ୍ କରୁଛୁ ମ୍ୟାଡ଼ାମ୍ କିନ୍ତୁ ଆପଣ ଖାଲି ଏତିକି ଦେଖିପାରୁଛନ୍ତି ଯେ ଆପଣଙ୍କର ପେଣ୍ଡିଂ ଅଛି KYC ରିଜେକ୍ଟ ଅଛି ବାସ୍ ଏତିକି ଖାଲି ଆଉ ତା ଛଡ଼ା ଅଧିକା କିଛି କରିପାରୁନାହାନ୍ତି ଏଇଟା ମୋତେ ବହୁତ ଦୁଃଖ ଲାଗୁଛି ମ୍ୟାଡ଼ାମ୍। ଆଜ୍ଞା ସାର୍ ତ କିଛି ସାର୍ ଏଇଟା ଆମେ ଗଭର୍ଣ୍ଣମେଣ୍ଟକୁ ଜଣାଉଛୁ ଆଜ୍ଞା। ଆପଣ ବି ମୁଁ ଅନୁରୋଧ କରୁଛି ମ୍ୟାଡ଼ାମ୍ ଗଭର୍ଣ୍ଣମେଣ୍ଟକୁ ଜଣାନ୍ତୁ ଯେମିତିକି ତାଙ୍କ ଡାଟାଟା ସବୁ ରହିବା ଦରକାର ଆପଣଙ୍କ ପାଖେ ଜଣେ ଲୋକ ମନେ କରାଯାଉ ମୁଁ ଏବେ ଆପଣଙ୍କୁ କଲ୍ କରିବି ମୋର ଯାହା ଯେଉଁ ପ୍ରୋବ୍ଲେମ୍ ଅଛି ଯେଉଁମାନଙ୍କର ତାଙ୍କୁ ମୁଁ ଆଧାର ନମ୍ବର ଦେବି ଆପଣ ସେଇଟା ଦେଖିଦେବେ ନା ଏଇ ଡକୁମେଣ୍ଟରେ ଏହା ପ୍ରୋବ୍ଲେମ୍ ଅଛି ସେଇ ଡକୁମେଣ୍ଟରେ ତାଙ୍କର ଏହା ପ୍ରୋବ୍ଲେମ୍ ଏଇଟା ଆଗ ଠିକ୍ କର ତାପରେ ଯେ ଆପଣମାନେ ସୁଭଦ୍ରା ପାଇବା ବୋଲେ ଏମିତି ଗୋଟେ ଆପଣ ଲୋକଙ୍କୁ ଏନ୍ସାର୍ ଦେଇଦେଲେ ଲୋକ ଟିକେ ଉପକୃତ ଆଉ ଟିକେ ହୁଅନ୍ତି ଆଉ ଆପଣ ବି ଟିକେ ସାଟିସ୍ଫାଇଡ୍ ହୁଅନ୍ତି ଯିଏ ବି ଯେଉଁମାନେ ବି ଆପଣଙ୍କୁ କଲ୍ କରୁଛନ୍ତି ତାଙ୍କୁ ବି ଟିକେ ଖୁସି ଲାଗିବ ହଁ ଯାହା ବି ହଉ ମୁଁ କଲ୍ ସେଣ୍ଟରକୁ କଲ୍ କରିଥିଲି ସେମାନେ ମୋତେ ଏସବୁ ସମସ୍ୟା ଥିଲା ମୋତେ କହିଦେଲେ ତାପରେ ମୁଁ ଆଜି ଯାଇକି ଏସବୁ କାମ କରିଦେଲା ପରେ ମୋର ସୁଭଦ୍ରା ଆସିବ ବୋଲି ଗୋଟେ କନଫର୍ମ ହୁଅନ୍ତି କିନ୍ତୁ ଏଇ ଯେଉଁ ଗଭର୍ଣ୍ଣମେଣ୍ଟ ଯେଉଁ ଟାଇପ୍ର କରୁଛନ୍ତି କିନ୍ତୁ ତାର ଗୋଟେ ସଠିକ୍ ଭାବରେ ଲୋକଙ୍କ ଉପରେ ସାଟିସ୍ଫାଇଡ୍ ନୁହନ୍ତି। ଆଜ୍ଞା ନିଶ୍ଚିତ ଭାବରେ ସାର୍ ତ ଆପଣ ଯାହା ବି କହୁଛନ୍ତି ଆଜ୍ଞା ସେଟା ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ଆଜ୍ଞା ଆମେ ସେଟା ଆପଣଙ୍କୁ ଗଭର୍ଣ୍ଣମେଣ୍ଟକୁ ଆଜ୍ଞା ଜଣାଇବା ପାଇଁ ଚେଷ୍ଟା କରୁଛୁ ବୁଝିଲେ। ନାଇଁ ଗଭର୍ଣ୍ଣମେଣ୍ଟକୁ ନିହାତି ରହିବା ଦରକାର ମ୍ୟାଡ଼ାମ୍ କାହିଁକି ନା ଲୋକ ଆଜି ଜାଣିଛନ୍ତି ଯେଉଁ ଦିନଠୁ ଆପଣ ମୋ ଜାଗାରେ ଯଦି ଆପଣ ବି ରହିବେ ବୋଲେ ଆପଣଙ୍କର ଅବସ୍ଥା ବି ଏମିତି ପ୍ରୋବ୍ଲେମ୍ ରହିଯିବ ମ୍ୟାଡ଼ାମ୍ ମନେ କରାଯାଉ ଆପଣ ପରିବାରରେ ଯଦି ପାଉନଥିବେ ଆପଣ ଏବେ କଲ୍ ସେଣ୍ଟର ନାହାନ୍ତି ଏବେ ଅଦର ଜାଗାରେ ଅଛନ୍ତି ଆପଣଙ୍କ ପଡ଼ୋଶୀ ଯଦି ପାଇବ ଆପଣ ଯଦି ନ ପାଇବେ ଆପଣଙ୍କ ମନଟା ନିହାତି ଭାବରେ ଇଏ ଲାଗିବ ଖରାପ ଲାଗିବ। ଆଜ୍ଞା ନିଶ୍ଚିନ୍ତ ସାର୍। ଆଉ କ'ଣ ହେଇଛି ନା ମ୍ୟାଡ଼ାମ୍ ଦେଖନ୍ତୁ ଆମର ଯେଉଁମାନଙ୍କର ଆମେ ଆବେଦନ କରିଥିଲୁ ସେମାନେ ସିଧା ଆସିକି ଆମ CSC ସେଣ୍ଟରକୁ ଦେଉଛନ୍ତି ସେମାନେ ଆସିକି ତମରି ପାଇଁ ଆମକୁ ମିଳୁନି ତମେ କ'ଣ ଆବେଦନ କଲା ସମୟରେ କ'ଣ ଭୁଲ କରିଦେଇଥିବ ଏମିତି କଥା ସେମାନେ କହୁଛନ୍ତି ମ୍ୟାଡ଼ାମ୍। ଆଜ୍ଞା ସାର୍। ତ ସେ ଜାଗାରେ ଆମେ କ'ଣ କରିବୁ ମାନେ ସରକାରକୁ କ'ଣ କହିବୁ ନା ଆପଣଙ୍କୁ କ'ଣ ଆମେ ବି କିଛି ବୁଝିପାରୁନୁ ଏ ଜାଗାରେ। ଆଜ୍ଞା ସାର୍ ଆପଣଙ୍କ ଅସୁବିଧାଟି ବୁଝୁଛୁ ସାର୍। ତ ନିହାତି ଏ କଥାକୁ ଟିକେ ନୋଟ୍ କରିକି ଗଭର୍ଣ୍ଣମେଣ୍ଟ ପାଖକୁ ପଠାଇଲେ ନିହାତି ଲୋକ ଟିକେ ଆଉ ଟିକେ ବେଟର ସୁବିଧା ଆମ ଯେତେ ବି ଆମ CSC ସେଣ୍ଟର ବାଲାକୁ ଆଉ ତା ଛଡ଼ା ମାଆମାନଙ୍କୁ ବି ଟିକେ ବେଟର ସୁବିଧା ମିଳିପାରନ୍ତା ସର୍ଭିସଟା ଯେଉଁ ସୁଭଦ୍ରା ପାଇଁ। ଆଜ୍ଞା ଠିକ୍ ଅଛି ସାର୍। ହଉ ଧନ୍ୟବାଦ ମ୍ୟାଡ଼ାମ୍ ଥ୍ୟାଙ୍କ ୟୁ।